जय जगन्नाथ। श्वेता किचन को स्वागत। आज चलतु बनैबा मटन करी। मटन करी बनैबा पाई मटन 1 किलो नेइछि। भल भाबरे धोई सफा करी नेइछि। करेई को गरम करी सेथिरे सोरिष तेल देबा। तेल गरम ହେଲା ପରେ 5टा आलू को चोपा बाहर करी 2 फाळ करी नेइछि। तेलरे देबा। आलूर कलर अल्प चेंज ହେଲା ପରେ बाहर करी नेबा। ସେହି ତେଲରେ ତେଜପତ୍ର 2ଟା, ଅନାସୀ ଫୁଲ, ଡାଲଚିନି, ଗୁଜୁରାତି, ଲବଙ୍ଗ ଦେବା। କଲର ଆଉ ଟେଷ୍ଟ ଆସିବା ପାଇଁ ଚିନି 1 ଚାମଚ ଦେଇ ଗୋଟା ମସଲାକୁ ଭାଜିବା। ତାପରେ 6ଟା ପିଆଜକୁ ସ୍ଲାଇସ୍ କରି କାଟିକି ନେଇଛି। ସେଥିରେ ଲୁଣ ସ୍ୱାଦ ଅନୁସାରେ ଦେଇ ଭାଜି ନେବା। ପିଆଜର କଲର ଚେଞ୍ଜ ହେଲା ପରେ ଅଦା ରସୁଣ ପେଷ୍ଟ ବଡ଼ 2 ଚାମଚ ଦେଇ କଷିବା। ଅଦା ରସୁଣ ପେଷ୍ଟର କଞ୍ଚା ସ୍ମେଲ ଗଲା ପର୍ଯ୍ୟନ୍ତ। ତାପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିକେନ ମସଲା, ରେଡ୍ ଚିଲି ପାଉଡର, ଗରମ ମସଲା, କସୁରୀ ମେଥି ଦେଇ ମସଲାକୁ କଷି ନେବା। ମସଲାକୁ 5 ମିନିଟ କଷିବା। ତାପରେ ଟମାଟୋକୁ ସ୍ଲାଇସ୍ କରି କାଟିକି ଦେବା। ଟମାଟୋ ଭଲ ଭାବରେ ମସଲା ସହ ମିଶିବା ଯାଏଁ ମସଲାକୁ କଷିବା। ଗୋଟା ମସଲାକୁ ଗୁଣ୍ଡ କରି ଅଧ ଚାମଚ ଦେବା। ପୁଣି ମସଲାରୁ ତେଲ ଉପରକୁ ବାହାରିବା ଯାଏଁ କଷିବା। ତାପରେ ମଟନକୁ ଦେବା। ମସଲାରେ ମିଶାଇବା। ଆଳୁକୁ ଫ୍ରାଏ କରି ରଖିଥିଲେ ଏବେ ଦେଇ ମସଲାକୁ ଭଲ ଭାବରେ ମିଶାଇବା। କଭର କରି ନେବା। ଏହିପରି 5 ମିନିଟ କଭର କରିକି ମଟନକୁ 2ରୁ 4 ଥର କଷିବା। ମଟନରୁ ପାଣି ବାହାରି ଶୁଖିଲା ହେଲା ପର୍ଯ୍ୟନ୍ତ କଷିବା। କଭର କରି କରି କୁକ୍ କରିବା। ଦେଖନ୍ତୁ ଏହିପରି ଶୁଖିଲା ହୋଇ କଷିବା ପରେ ଗରମ ପାଣି କରି ଦେବା। ଆପଣଙ୍କ ପସନ୍ଦ ଅନୁସାରେ ପାଣି କମ ବେଶୀ କରିପାରିବେ। ଝୋଳ କମ ବେଶୀ ରଖିପାରିବେ। ଗରମ ପାଣି ଦେଇ ମିଶାଇବା। କଭର କରି ମିଡିୟମ ଫ୍ଲେମରେ ଅଧ ଘଣ୍ଟା କୁକ୍ କରିବା। ତାପରେ କଭର ବାହାର କରିବା। ଦେଖନ୍ତୁ କିପରି ହୋଇଛି ମଟନ କରି। ଏବେ ଆମର ମଟନ କରି ରେଡି ହୋଇଗଲା। ଏବେ ଧନିଆ ପତ୍ର ଦେଇ ଗ୍ୟାସର ଫ୍ଲେମକୁ ଅଫ୍ କରିବା। ଗରମ ଗରମ ସର୍ଭ କରିବା। ଆପଣଙ୍କୁ ମୋର ରେସିପିଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିନେବେ। ଫେସବୁକରେ ଦେଖୁଥିଲେ ଫଲୋ କରିନେବେ। ରହୁଛି, ଧନ୍ୟବାଦ।